ସୁରଭି 2024 କ୍ୱିଜ୍ ପ୍ରଶ୍ନ ଆଜି ଆଲୋଚନା କରିବା। ଏହାର ପ୍ରଥମ ପ୍ରଶ୍ନଟି ହେଉଛି କେଉଁ ସ୍ଥାନରେ ଶିଙ୍ଗରୁ ପାନିଆ ପ୍ରସ୍ତୁତ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ପାରଳାଖେମୁଣ୍ଡି ଓ କଟକ। ପରବର୍ତ୍ତୀ ପ୍ରଶ୍ନ, ରେଶମ ନଗରୀ ନାମରେ କିଏ ପରିଚିତ ବା କେଉଁ ସହରକୁ ଆମେ ରେଶମ ନଗରୀ ବୋଲି କହିବା? ଏହାର ଉତ୍ତର ହେଉଛି ବ୍ରହ୍ମପୁର। ପରବର୍ତ୍ତୀ ପ୍ରଶ୍ନ, ହସ୍ତତନ୍ତ ନଗରୀ ନାମରେ କିଏ ପରିଚିତ? ଏହାର ସଠିକ ଉତ୍ତରଟି ହେଉଛି ବରଗଡ଼। ପରବର୍ତ୍ତୀ ପ୍ରଶ୍ନ, କେଉଁ ନୃତ୍ୟରୁ ଓଡ଼ିଶୀ ନୃତ୍ୟ ସୃଷ୍ଟି ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ମାହାରୀ ଶୈଳୀର ନୃତ୍ୟରୁ, ଯେଉଁଟାକି ଆମର ପୁରୀ ଜଗନ୍ନାଥ ମନ୍ଦିରରେ ସେ ନୃତ୍ୟ କରାଯାଏ। ପୁରୀ ଜିଲ୍ଲାର କେଉଁ ଗ୍ରାମରେ ପଟ୍ଟଚିତ୍ର ଅଙ୍କନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ରଘୁରାଜପୁର। କେଉଁ ମନ୍ଦିରକୁ ଓଡ଼ିଶା ସ୍ଥାପତ୍ୟ କଳାର ମଣି ବୋଲି କୁହାଯାଏ? ଏହାର ସଠିକ ଉତ୍ତର ହେଉଛି ମୁକ୍ତେଶ୍ୱର ମନ୍ଦିର। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଶୈଳୀକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି କଳିଙ୍ଗ ଶୈଳୀ। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଓଡ଼ିଶାର କେଉଁ ସ୍ଥାନରେ ଅଶୋକଙ୍କ ଶିଳାଲେଖ ଦେଖିବାକୁ ମିଳେ? ଏହାର ଉତ୍ତର ହେଉଛି ଧଉଳି ପାହାଡ଼। ପରବର୍ତ୍ତୀ ପ୍ରଶ୍ନ, ଚରକ ସଂହିତାରେ କେଉଁ ବିଷୟରେ ବର୍ଣ୍ଣନା କରାଯାଇଛି? ଏହାର ଉତ୍ତର ହେଉଛି ଚିକିତ୍ସା ବିଜ୍ଞାନ। ପରବର୍ତ୍ତୀ ପ୍ରଶ୍ନ, ସିଦ୍ଧାନ୍ତ ଦର୍ପଣ କିଏ ଲେଖିଥିଲେ? ଏହାର ଉତ୍ତରଟି ହେଉଛି ପଠାଣି ସାମନ୍ତ। ପରବର୍ତ୍ତୀ ପ୍ରଶ୍ନ, ଆର୍ଯ୍ୟଭଟ୍ଟଙ୍କ କେଉଁ ପୁସ୍ତକରେ ବୀଜଗଣିତ ବିଷୟରେ ଉଲ୍ଲେଖ ଅଛି? ଆର୍ଯ୍ୟଭଟ୍ଟିୟମ୍। ଏହାର ଉତ୍ତର ହେଉଛି ଆର୍ଯ୍ୟଭଟ୍ଟ ଏହାକୁ ଲେଖିଥିଲେ। କେଉଁ ଗ୍ରନ୍ଥରେ ହର୍ଷବର୍ଦ୍ଧନଙ୍କ ସମୟର କାଶ୍ମୀରର ଇତିହାସ ସମ୍ପର୍କରେ ବର୍ଣ୍ଣନା କରାଯାଇଛି? ଏହାର ଉତ୍ତର ହେଉଛି ରାଜତରଙ୍ଗିଣୀ। ପଞ୍ଚତନ୍ତ୍ରମ୍ ଗଳ୍ପଗୁଚ୍ଛ କିଏ ଲେଖିଥିଲେ? ଏହାର ଉତ୍ତର ହେଉଛି ବିଷ୍ଣୁ ଶର୍ମା ଏହାକୁ ଲେଖିଥିଲେ। କେଉଁ ମହାଦେଶ ସର୍ବଦା ହିମାଚ୍ଛାଦିତ ହୋଇ ରହିଥାଏ? ହିମ ଆଚ୍ଛାଦିତ। ଏହାର ଉତ୍ତର ହେଉଛି ଆଣ୍ଟାର୍କଟିକା। ପୃଥିବୀରେ କେତୋଟି ମହାଦେଶ ଅଛି? ଏହାର ଉତ୍ତର ହେଉଛି 7ଟି। ସବୁଠାରୁ ବୃହତ୍ତମ ମହାଦେଶ କେଉଁଟି? ଏହାର ଉତ୍ତର ହେଉଛି ଏସିଆ ମହାଦେଶ। ସବୁଠାରୁ କ୍ଷୁଦ୍ରତମ ମହାଦେଶର ନାମ କ'ଣ? ଏହାର ନାମ ହେଉଛି ଅଷ୍ଟ୍ରେଲିଆ ମହାଦେଶ। କେତେ ମସିହାରେ ବନ୍ୟପ୍ରାଣୀ ବୋର୍ଡ ଗଠନ କରାଯାଇଛି? ଏହାର ଉତ୍ତର ହେଉଛି 1972 ମସିହା। ଆସାମର କେଉଁ ସ୍ଥାନରେ ବ୍ୟାଘ୍ର ଅଭୟାରଣ୍ୟ ରହିଛି? ଏହାର ଉତ୍ତର ହେଉଛି ମାନସ। ଓଡ଼ିଶାର କେଉଁ ସ୍ଥାନରେ କୁମ୍ଭୀର ସଂରକ୍ଷଣ କେନ୍ଦ୍ର ଅଛି? ଏହାର ଉତ୍ତର ହେଉଛି ସାତକୋଶିଆ ଓ ଭିତରକନିକା। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର କେଉଁ ସ୍ଥାନରେ ପକ୍ଷୀ ବିହାର ଅଛି? ଏହାର ଉତ୍ତର ହେଉଛି ଚିଲିକା ହ୍ରଦରେ ପକ୍ଷୀ ବିହାର ଅଛି। କୃଷ୍ଣ ସୁବର୍ଣ୍ଣ କାହାକୁ କୁହାଯାଏ? ଏହାର ସଠିକ ଉତ୍ତରଟି ହେଉଛି ପେଟ୍ରୋଲିୟମ। ପରବର୍ତ୍ତୀ ପ୍ରଶ୍ନ, ତାମିଲନାଡୁର କେଉଁଠାରେ ଭାରତର ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର ରହିଛି? ଏହାର ଉତ୍ତର ହେଉଛି କଳ୍ପକମ୍। ପରବର୍ତ୍ତୀ ପ୍ରଶ୍ନ, ମରୁସ୍ଥଳୀ ମୃତ୍ତିକା କେଉଁ ସ୍ଥାନରେ ଦେଖାଯାଏ? ଏହାର ଉତ୍ତର ହେଉଛି ରାଜସ୍ଥାନ, ହରିୟାଣା ଏବଂ ପଞ୍ଜାବ। ପୃଥିବୀର କେତେ ଅକ୍ଷାଂଶରୁ କେତେ ଅକ୍ଷାଂଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ଚିରହରିତ ଅରଣ୍ୟ ଦେଖାଯାଏ? ଏହାର ଉତ୍ତର ହେଉଛି
5 डिग्री उत्तरରୁ 5 डिग्री दक्षिण पर्यंत। परवर्ती प्रश्न देखिबा किए भारत को जलपथ आविष्कार करथिले? एहार उत्तर हेउछि भास्कोडा गामा। जदि भिडियोटी भल लागुछि ताहाले भिडियो को लाइक करंतु, चैनल को सब्सक्राइब करंतु। पलासी युद्ध केबे होइथिला? एहार सठिक उत्तरटी हेउछि 1757 मसिया। भारत रे आधुनिक पाश्चात्य शिक्षार प्रचलन किए करिथिले? एहार उत्तर हेउछि लॉर्ड माकले। ब्रह्म समाज किए प्रतिष्ठा करिथिले? एहार सठिक उत्तरटी हेउछि राजा राममोहन राय। परवर्ती प्रश्न देखिबा रामकृष्ण मिशन किए प्रतिष्ठा करिथिले? एहार सठिक उत्तरटी हेउछि स्वामी विवेकानंद। परवर्ती प्रश्न देखिबा राष्ट्रपति हेबा पई सर्वनिम्न बयस केते? एहार सठिक उत्तर हेउछि 35 वर्ष। राष्ट्रपति को किए शपथ पाठ कराई थांती? एहार सठिक उत्तरटी हेउछि प्रधान विचारपति। परवर्ती प्रश्न देखिबा सर्वोच्च न्यायालयर विचारपति माने केते वर्ष बयस रे अवसर ग्रहण करंती? एहार सठिक उत्तरटी हेउछि 65 वर्ष। आम चैनल रे पूर्वरु बहुत गुडे क्विज वीडियो अपलोड हेई सारछि, जदि देखि नांती से गुडी को देखि नियंतु। आम देशर प्रथम राष्ट्रपतिଙ୍କ नाम कौन? डॉक्टर राजेंद्र प्रसाद। परवर्ती प्रश्न देखिबा भारतर प्रथम नागरिक किए? एहार सठिक उत्तरटी हेउछि राष्ट्रपति। परवर्ती प्रश्न देखिनेबा उपराष्ट्रपति केते मास पई अस्थायी राष्ट्रपति भाबे दायित्व निर्वाह करिथांती? एहार उत्तर हेउछि 6 मास। केउ बडलाट सती प्रथा को अपराध बोली घोषणा करथिले एवं ताहाकू उच्छेद मध्य करथिले? तांकर ना हेउछि विलियम बेंटिक। परवर्ती प्रश्न केउ मसीहारे विधवा विवाह आईन प्रणयन होइथिला? एहार उत्तर हेउछि 1856 मसीहारे। परवर्ती प्रश्न ओडिशा रे केते मसीहारे कटक रे रेभेन्सा कॉलेज आरंभ करा जायथिला? एहार उत्तर हेउछि 1868 मसीहा। जदि भिडियोटी आपण मानकु भल लागि थाए भिडियो को लाइक करंतु, चैनल को सब्सक्राइब करंतु एवं सांग मानक सहित शेयर करंतु। बहुत गुडे भिडियो आगु अपलोड होई सारिछि, से गुडी को देखिबा को भूलंतु नहीं। धन्यवाद।